ବିଜେଡ଼ି ସରକାର ଥିଲାବେଳେ ବଲାଙ୍ଗୀର ଜିଲ୍ଲାକୁ 4ଟା NSC କରିବା ଲାଗି ଡିକ୍ଲେୟାର କରିଥିଲେ କି ବର୍ତ୍ତମାନ ବିଜେପି ସରକାର ଆସିଲା ପରେ ତାଙ୍କର ବୈମାତୃଭାବ ରଖି ଯେଉଁଟାକି ଖାଲି ମାତ୍ର ଗୋଟେ ଲସିଙ୍ଗା NSC ଡିକ୍ଲେୟାର କଲେ ବାକି 3ଟାକୁ ଛାଡ଼ିଦେଲେ ଯେନ୍ଟାକି ଆପଣ ଶୁଣିଥିଲା ବେଡ଼ପଡ଼ା ସିନ୍ଧେକାଲା ଏବଂ ତା ସାଙ୍ଗେ ସାଙ୍ଗେ କଣ୍ଟାବାଞ୍ଜିକୁ ମଧ୍ୟ ମ୍ୟୁନିସିପାଲିଟି ବିଗତ ସରକାର ବିଜେଡ଼ି ସରକାର ସେଟା ମଧ୍ୟ ଡିକ୍ଲେୟାର କରିଥିଲେ। ତ ତେଣୁକରି ଆସନ୍ତା 9/9/2025 ମଙ୍ଗଳବାର ଦିନରେ ସଇଁତଲା ଆମେ ବନ୍ଦ ପାଳନ ଡାକରା ଦିଆହେଉଛି ବିଜେଡ଼ି ଦଳ ତରଫରୁ ଏବଂ ଗୋଟେ କାହିଁକି ହେଲା କାହିଁକି ଯେଉଁଟା ବାକି 3ଟାକୁ ଛାଡ଼ି ଦିଆଗଲା ସେଥିଲାଗି ଜନସାଧାରଣ ସାଧାରଣତଃ ଅସନ୍ତୋଷ ପ୍ରକାଶ କରୁଛନ୍ ଏବଂ ତାଙ୍କ ନିବେଦନ କ୍ରମେ ଆମର ବିଜେଡ଼ି ଦଳ ତରଫରୁ ଆସନ୍ତା 9/9ରେ ଆମେ ସଇଁତଲା ବନ୍ଦ ପାଳନ କରୁଛୁ। ବନ୍ଦ ପାଳନ କରିବା ସାଙ୍ଗେ ସାଙ୍ଗେ NH ମଧ୍ୟ ଆମେ ଘଣ୍ଟେ 2 ଘଣ୍ଟା ଆମେ ରାସ୍ତାରୁ କର୍ମୁ। ତାର ଏନେ ବେପାରୀମାନେ ଏନେ ସପୋର୍ଟ କରୁଛନ୍। ସ୍କୁଲ କଲେଜନୁ ଆରମ୍ଭ କରି ବ୍ୟାଙ୍କନୁ ଆରମ୍ଭ କରି ସବୁ ଅଫିସ୍ ପତ୍ର ମଧ୍ୟ ସେଦିନ ବନ୍ଦ ହେବ। ତେଣୁକରି ଆମର ନିବେଦନ ଆପଣମାନଙ୍କ ଜରିଆରେ ସାମ୍ବାଦିକ ବନ୍ଧୁମାନଙ୍କ ଜରିଆରେ ଆପଣମାନେ ସମସ୍ତେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ 9 ତାରିଖରେ ମଙ୍ଗଳବାର ଦିନ ସଇଁତଲା ବନ୍ଦ ଡାକରା ଦିଆଯାଇଛି। ସାର୍ ସରକାରୀ ବିଧାୟକ ଅଛନ୍ତି ସେମାନେ ପ୍ରତିଶ୍ରୁତି ଦେଇଥିଲେ ତଥାପି ପାଳନ नहीं पारला ये काଣା କହିବେ? ଦେଖନ୍ତୁ ବିଜେଡ଼ି ସରକାର ଯେନ୍ ପ୍ରତିଶ୍ରୁତି ଦେଇଥିଲା ପ୍ରାୟ ଆପଣ ଯଦି ଇତିହାସରେ ଯଦି ଦେଖିବେ ବିଜୁ ପଟ୍ଟନାୟକରୁ ଆରମ୍ଭ କରି ନବୀନ ପଟ୍ଟନାୟକଟା ପ୍ରାୟ ତାଙ୍କର ପ୍ରତିଶ୍ରୁତି ମାନେ ପାଳନ କରୁଛନ୍। ଆପଣଙ୍କର 13ଟା ଜିଲ୍ଲାରୁ 30ଟା ଜିଲ୍ଲା ଯେନ୍ଟାକି କଲେ ତାର ସାଙ୍ଗେ ସାଙ୍ଗେ ବହୁତ ଜାଗାରେ ବିଭିନ୍ନ ଜାଗାରେ ମଧ୍ୟ ତାଙ୍କର ବହୁତ ପ୍ରତିଶ୍ରୁତି ମଧ୍ୟ ସେ ପାଳନ କରୁଛନ୍। କିନ୍ତୁ ବିଜେପି ଆଜି ବର୍ଷେ ପୁରିଗଲା କିନ୍ତୁ ତାର କୌଣସି ରକମ ପ୍ରତିଶ୍ରୁତି ପାଳନ ନାଇଁ କରି ତ ଯେହେତୁ ଆପଣଙ୍କର ସରକାର ପରିବର୍ତ୍ତନ ହେଇଗଲା আর ବିଜେଡ଼ି ସରକାର ଯଦି ଆସିଥିଲେ 2025 ନିଶ୍ଚିତ ଭାବରେ ଏସବୁ ଜାଗାରେ ଯେତିକି ଜାଗାରେ ଡିକ୍ଲାରେସନ୍ କରିଛନ୍ ନିଶ୍ଚିତ ଭାବରେ NSC ଆପଣଙ୍କର ହେଇଥାନ୍ତା।